तो क्वेश्चन अछि रामर दांत बहुत अल्प बयस रे घरी होईगला निम्नोक्त मध्यरु कहार अभाव रे ଏହା घटिला 26 जल्दी जल्दी करिया 26 कैल्शियम ओके 26 आंसर कैल्शियम कैल्शियम सेकंड क्वेश्चन कोषरे थिबा कोष जीवकर प्राय 70 ରୁ 90 भाग थिबा उपादान पाकनळीर केउ अंशरे अवशेषित हुए 27 नंबर ऑप्शंस आंसर रे जीव डी बृहदंत्र हला लार्ज इंटेस्टाइन जेडा 28 उद्भिद केउ प्रक्रिया माध्यम रे वायु रे थिबा अम्लजान ग्रहण करे 28 28 28 विसरण ओके 28 आंसर विसरण पिंकू अंगूर रस रे ईस्ट पाउडर मिसई देला ओके अंगूर रस रे ईस्ट पाउडर मिसई देला एथि मधुरु केउ गैस उत्पन्न हबो बोली भाबुछ ने केउ गैस उत्पन्न हबो 29 29 O2 CO2 हबो CO2 CO2 30 निम्नोक्त केउ श्रेणीर प्राणी मानकर हृत्पिंड रे अम्लजान युक्त और अम्लजान विहीन रक्तर मिश्रण घटे 30 हबो आंसर एम्फीबिया ओके पत्रर कषकरू जलक्षय हेले सेथिरे केउ चाप सृष्टि हुए 31 31 आंसर हो संक्षण चाप ओके एटा आंसर 32 धुआं पत्र सेवन द्वारा रघु बापाଙ୍କ शरीर असुस्थ होई पड़िला ଏହା ଉଦ୍ଭିଦର କେଉଁ ଅପକ୍ଷାର ଯୋଗୁ ଘଟିଲା ବୋଲି ତମେ ଭାବୁଛ 32 32 ଧୁଆଁ ପତ୍ରରେ ଜାଣିଥିବ ନିକୋଟିନ୍ ଥାଏ ଟବାକୋ ନିକୋଟିନ୍ ତ आंसर ରହିବ ନିକୋଟିନ୍ 33 ଝିଟିପିଟି ଶରୀରରୁ କେଉଁ ପ୍ରକାର ବର୍ଜ୍ୟବସ୍ତୁ ନିଷ୍କାସନ ହୋଇଥାଏ 33 33 आंसर ଝିଟିପିଟି ଶରୀରରୁ ୟୁରିକ एसिड ओके ए जो व्हाइट कलर देखिथिबो यूरिक एसिड 34 ଆମ ବଗିଚାରେ ବିଭିନ୍ନ ରଙ୍ଗର ଫୁଲର ସୌନ୍ଦର୍ଯ୍ୟକୁ ଦେଖି ମୁଁ ବହୁତ ଆନନ୍ଦିତ ହେଲି ମସ୍ତିଷ୍କର କେଉଁ ଗ୍ରନ୍ଥି ଯୋଗୁ ଏହା ସମ୍ଭବ ହେଲା 34 34 ଡି ହେଇଯିବ ହାଇପୋଥାଲାମସ 35 ବୋଉ ଘର ଧୋଇବା ହେତୁ ରିନାର ଗୋଡ଼ ହଠାତ୍ ଖସିଗଲା କେଉଁ କିନ୍ତୁ ସେ ପୁରାପୁରି ତଳେ ପଡ଼ିଲା ନାହିଁ ମସ୍ତିଷ୍କର କେଉଁ ଅଂଶ ତାର ଶରୀରର ଭାରସାମ୍ୟ ରକ୍ଷା କରିବାରେ ସାହାଯ୍ୟ କଲା 35 ଅନୁ ମସ୍ତିଷ୍କ 35 ଅନୁ ମସ୍ତିଷ୍କ ଓକେ 36 ଆଜିକାଲି ରୋଗ ମୁକ୍ତି ଉଦ୍ଭିଦ କେଉଁ ପଦ୍ଧତିରେ ସୃଷ୍ଟି କରାଯାଇ ପାରୁଛି 36 36 36 ଏ ରହିବ सूक्ष्म वंश विस्तार 37 मिताକୁ ସାଧାରଣ ପ୍ରସବ ନ କରାଇ ଡାକ୍ତର ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଇବାକୁ ପରାମର୍ଶ ଦେଲେ ତେବେ କେଉଁ ହରମୋନ ଅଭାବ ଯୋଗୁ ଏହା ଅସ୍ତ୍ରୋପଚାର ପରାମର୍ଶ ଦେଲେ ତ ନର୍ମାଲ ଡେଲିଭରି ନ କରିକି ସିଜେରିଆନ ଡେଲିଭରି କରିବା ପାଇଁ କହିଲେ ତ ଏଟା କେଉଁ ହରମୋନ ଅଭାବ ଯୋଗୁ ହେଲା 37 ପ୍ରୋଜେଷ୍ଟିରନ୍ ଫିମେଲ ପାଖରେ ଥାଏ 38 ଉଦ୍ଭିଦର ପ୍ରାଣୀ ମାନଙ୍କ ପରି କେଉଁ ତନ୍ତ୍ର ନଥାଏ ଜାଣିଥିବ ସବୁ ଇଜି ଅଛି 38 ସ୍ନାୟ ବିକତନ୍ତ୍ର 39 କେଉଁ ଦୁଇ ପ୍ରାଣୀର ଲକ୍ଷଣ ଆର୍କିଓପ୍ଟେରିକ୍ସ ଦେଖାଯାଏ ଆର୍କିଓପ୍ଟେରିକ୍ସ 39 39 ए ସରୀସୃପ ବିହଙ୍ଗ 40 ସୌର ସେଲ ସୌର ଶକ୍ତି ସିଧାସଳଖ ବିନିଯୋଗ ହୋଇ ବିଦ୍ୟୁତ ବିଭ୍ରାନ୍ତର ସୃଷ୍ଟି ହୁଏ ଏହା ପଦ୍ଧତିକୁ କଣ କୁହାଯାଏ ଏଟାକୁ ଫ୍ୟୁଜନ କୁହାଯାଏ ଓକେ ଇଂଲିଶ ଟର୍ମ ଫ୍ୟୁଜନ
ନିର୍ମଳ ତା ବାପାଙ୍କ ପରି ଦେଖିବାକୁ ହେଲେ ମଧ୍ୟ ଜେଜେମାଙ୍କର ଗୁଣ ଗ୍ରହଣ କରିଛି। ଏହା କୋଉ କାରଣ ହେଇଥାଏ? ଶୁଣିଥିବ, ଜାଣିଥିବ। 41 ଜିନୀୟ ପଦାର୍ଥ ସଂରକ୍ଷଣ ସଞ୍ଚରଣ ମାନେ ଜେନେଟିକ ମ୍ୟାଟେରିଆଲ ଟ୍ରାନ୍ସଫର ହେଇଥିବ। ଓକେ। 42 ତୁମ ପିଢିରେ ତୁମେ ଏକ ଯୋଡା ବିକଳ୍ପ କାରକକୁ ନେଇ କୃତ୍ରିମ ସଂରକ୍ଷଣ ଦ୍ୱାରା ଗଛ ପ୍ରସ୍ତୁତ କରିବାକୁ ଦେଖିଲ। ଯେ F2 ପିଢିରେ ଦୁଇ ପ୍ରକାର ଗଛ ଉତ୍ପନ୍ନ ହୋଇଛି, ଏହା କେଉଁ ଅନୁପାତରେ ହେଇଥିବ? 42 3:1। 43 ମଧୁ ତା ଗାଁରେ ଜୈବ ପଦାର୍ଥକୁ ଜୈବ ଶକ୍ତି ପାଇବା ପାଇଁ ଇଚ୍ଛା କଲା। ତେବେ ସେ ନିମ୍ନୋକ୍ତ କେଉଁ ପଦ୍ଧତି ଅବଲମ୍ବନ କରିଛି? 43 ତାପ ଅପଘଟନ। ଓକେ। ରଞ୍ଜନ ଓ ତା ଘରେ ଗୋବର ଗ୍ଲାସ ପ୍ଲାଣ୍ଟଟି ତିଆରି କରିବା ପାଇଁ 2 ଫୁଟର ଏକ ଡାଇଗନୋଷ୍ଟିକ କୂପ ତିଆରି କରିବାକୁ ଚାହିଁଲେ। ଏହା କେତେ ଫୁଟର ମାଟି ତଳେ ପୋତି ରଖିବେ? 44C 45 ପରିସଂସ୍ଥାରେ ଅପଘଟକ କେଉଁ କାମ କରେ? ପରିସଂସ୍ଥାରେ ଅପଘଟକ କେଉଁ କାମ କରେ? ବି ରହିଯିବ। ଜୈବିକ ଉପାଦାନକୁ ମୌଳିକ ଉତ୍ପାଦନରେ ପରିଣତ କରେ। ଆନ୍ସର ଅନଲି। ଏମାନଙ୍କ ମଧ୍ୟରୁ କେଉଁ ଉତ୍ପାଦନରେ ପରିସଂସ୍ଥାରେ ଫାୟାନ୍ସରୁ ଅଧିକ ଖାଦ୍ୟସ୍ତର ରହିବା ପ୍ରତିବୋଧକ ସୃଷ୍ଟି କରେ? 46 ଶକ୍ତି ହେଇଯିବ। ଆମର ଜିନୀୟ ଭଣ୍ଡାର ବୋଲି କାହାକୁ କୁହାଯାଏ? ଜିନୀୟ ଭଣ୍ଡାର ଗଛ ରହିଯିବ। ନା ବନ୍ୟଜୀବ ହେଇଯିବ। ଓକେ। ବନ୍ୟଜୀବ, ଗଛ ହବନି। 48 ଏଗୁଡିକ ମଧ୍ୟରୁ କେଉଁଟି ସ୍ୱସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଉଦାହରଣ ନୁହେଁ? 48 ଜାତୀୟ ଅଭୟାରଣ୍ୟ, ଚିଡିଆଖାନା। ନିମ୍ନୋକ୍ତ ଲିଖିତ ରୋଗମାନଙ୍କ ମଧ୍ୟରୁ କେଉଁଟି ଏକ ସ୍ଥାନିକ ରୋଗ? ପ୍ଲେଗ, କୋଭିଡ-19, ମ୍ୟାଲେରିଆ, ମିଳିମିଳା। ମ୍ୟାଲେରିଆ। କୋଭିଡ-19 ଏକ କେଉଁ ପ୍ରକାର ସଂକ୍ରାମକ ରୋଗ ଯୋଉଟା କି ଆସିଥିଲା? କରୋନା ଭାଇରସ। 50 ସଂସ୍ପର୍ଶ ଜନିତ ହଉଥିଲା ନା ଛୁଇଁଲେ ହଉଥିଲା? ବାୟୁ ମାଧ୍ୟମରେ ଯଦି ଦେଇଥିବ କରିବ ନାହିଁ, ପୁରା ଭୁଲ। ସବୁ ନୁହେଁ। ବାୟୁ ବି ଯଦି ଦେଇଥିବ ଆନ୍ସର ଅପସନ୍ସ ରେ ତ ବାୟୁ ନୁହଁ, ଅନଲି ସ୍ପର୍ଶ ଜନିତ, ସଂସ୍ପର୍ଶ ଜନିତ। ଓକେ, ଏଣ୍ଡ କରିବା କ୍ଲାସ।